ଥରେ ମୋର ଜଣେ ଶିକ୍ଷକ ଦିବାକର ପଣ୍ଡା ହେଇଥିଲେ ସେମାନେ ପିଟିକି ମୁତ ଢାଳିଲେ। ମୁଁ କହିଲି ତେଣୁ ଆଉ ସମାଧାନ କ'ଣ ପାଇଁ ହେବ? ଏଇଟା ଗୋଟେ ମିଛ କଥାଟା। ସେଠି କୌଣସି ଦିନ ଠାକୁରାଣୀ ନଥିଲେ, ସେଟା କେବେ ଠାକୁରାଣୀ ତଳା ନଥିଲା, ସେଟା ଶ୍ମଶାନ ବରାବର ଅନାଦି କାଳରୁ ରହିଆସିଛି। ଏଇଟା ଗୋଟେ ମୋତେ ଯଦି ଟିକେଟ୍ ନ ମିଳିଥାନ୍ତା ବି ଏ କେସ୍ ହେଇନଥାନ୍ତା। ଯେହେତୁ ସେଇଦିନ ମୋ ସହିତ ପାର୍ଟି ତରଫରୁ କଥାବାର୍ତ୍ତା ହେଉଥିଲା ସାଙ୍ଗେ ସାଙ୍ଗେ ଯେ ଆପଣ ଲଢ଼ିବେ କି କରି ଘଣ୍ଟେ କାଳ ସଡ଼କ ବାହାରେ ବସିଥିଲି, ଏ କଥାଟା ପ୍ରଚାର ହେଇଗଲା ଯେ ପ୍ରତାପ ଷଡ଼ଙ୍ଗୀଙ୍କୁ ପାର୍ଟିରୁ ବାରମ୍ବାର ଫୋନ୍ କରୁଛନ୍ତି, ଆଉ ସୁଦୀପ୍ତ ରାୟ ସେ ଫୋନ୍ କରୁଥିଲେ, ସବୁ ଲୋକ ଶୁଣୁଥିଲେ। ମୁଁ କହିଲି ମୁଁ ଟିକେ ମାଇଣ୍ଡ ୱାର୍କ କରିବି। ସେଠୁ କିଛି ଆମ ବିରୋଧୀ ଲୋକ ଲାଗିଗଲେ, ଗୋଟେ କେସ୍ ତିଆରି କଲେ, ଆଉ କେସ୍କୁ ବିଭିନ୍ନ ସଂସ୍ଥା ତାକୁ ପ୍ରୋତ୍ସାହିତ କଲେ, ଟଙ୍କା ପଇସା ଦେଇକି ତାଙ୍କୁ 100-200 ସଭା କରେଇଲେ। ପାର୍ଟି ଅଫିସ୍ ଆଗରେ ବି ଜଣେ ଯାଇକି ବସିଥିଲେ ଯେ ପ୍ରତାପ ଟିକେଟ୍ ବାତିଲ କରାଯାଉ, କାରଣ ତାକୁ ଆଦିବାସୀ ଭୋଟ ମିଳିବନି, ମୁସଲିମ ଭୋଟ ମିଳିବନି, ଖ୍ରୀଷ୍ଟିଆନ ଭୋଟ ମିଳିବନି, ସମସ୍ତଙ୍କୁ ପଛରେ ସେ ଝରାବତୀ ଲଗେଇଛି କହି ପାର୍ଟି ଅଫିସରେ ବି 8-10 ଦିନ କାଳ ଏ ଦାମବାବୁଙ୍କଠୁ ପଇସା ନେଇକି ସେଠି ବସିଥିଲେ 2004 ମସିହାରେ। ଆଚ୍ଛା, ତେଣୁ ସେ କେସ୍ଟା ସମସ୍ତ ଅନୁସନ୍ଧାନ ପରେ ସେଥିରେ ମୁଁ କିଛି ବି ସେମିତି ତଦବିର କରିନି ବା ସଫେଇ ସାକ୍ଷୀ ଦେଇନି। ସେମାନେ ମୋ ପାଖକୁ 10 ଥର ବି ତାପରେ ଆସିଛନ୍ତି ସମାଧାନ କରିଦେବା। ଯେଉଁମାନେ କେସ୍ କରିଥିଲେ ସେଇମାନେ ଆସିକି ମୋ ଗୋଡ଼ ତଳେ ପଡ଼ିଛନ୍ତି। ମୁଁ କହିଲି ନାଇଁ ସମାଧାନ କାହିଁକି କରିବ, ତୁମେ ତ କେସ୍ କରିଛ, ସତ୍ୟର ବିଜୟ ହେବ, ଆମର ଜେଲ୍ ଫାଶୀ ଯାହା ହେବ ଆମେ ଯିବା, ମୁଁ କାହିଁକି କମ୍ପ୍ରମାଇଜ୍ କରିବି। ଆଚ୍ଛା, ସେଥିରେ ଥରେ ମୋର ଜଣେ ଶିକ୍ଷକ ଦିବାକର ପଣ୍ଡା ହେଇଥିଲେ, ସେମାନେ ପିଟିକି ମୁତ ଢାଳିଲେ। ମୁଁ କହିଲି ତେଣୁ ଆଉ ସମାଧାନ କ'ଣ ପାଇଁ ହେବ, ଯାହା ହେବ କେସ୍ରେ ହେବ। ସେ ସମୟରେ ପୋଲିସ DIB ସମସ୍ତେ ମୋ ପାଖକୁ ଆସିଥିଲେ, ଅଫିସର ଇନଚାର୍ଜ ମୋ ପାଖକୁ ବାରମ୍ବାର ଆସିଛନ୍ତି, ଆଜ୍ଞା ଆପଣଙ୍କର ରାଜନୈତିକ ଭବିଷ୍ୟତ ଅଛି, ଗୋଟେ ସମାଧାନ କରିଦିଅନ୍ତୁ, ମୁଁ ଆପଣଙ୍କୁ ବହୁତ ସ୍ନେହ କରେ। ଆପଣ ସ୍ନେହ କରିବା ଦରକାର, ଯଦି ସ୍ନେହ କରନ୍ତି ତାହେଲେ ତ ଆପଣ ମିଛ ବୋଲି ଲେଖିଥାନ୍ତେ, ଆପଣ କାହିଁ ସେଟାକୁ ଜଷ୍ଟିଫାଇ କଲେ। କୋର୍ଟରେ ଅଦାଲତରେ ଡିସାଇଡ୍ ହେବ। ତେଣୁ ସତ୍ୟର ବିଜୟ ହେଲା, ମାନ୍ୟବର ଅଦାଲତକୁ ବି ଧନ୍ୟବାଦ। ସେ ତଥ୍ୟ ପ୍ରମାଣ ଆଧାରରେ, ସତ୍ୟର ଆଧାରରେ ରାୟ ଦେଇଛନ୍ତି, ଆଉ ଜନତାର ନ୍ୟାୟ ଉପରେ, ବ୍ୟବସ୍ଥା ଉପରେ ବିଶ୍ୱାସ ଆସିଲା। ସେତେବେଳେ ବହୁତ ଆଡ଼େ ସଭା ସମିତି କରାଗଲା, ପଲିଟିକାଲ ରାଲି କରାଗଲା, ଏଇସବୁ ମିଛ କାହାଣୀ କହିକରି। ଆଚ୍ଛା, 3ST SC ଆକ୍ଟରେ ମୋ ଉପରେ କେସ୍ ହେଇଛି, କିଏ ଇଏ କରିଛି? ମୁଁ 146ଟା ଜାଗାରେ ବାଲେଶ୍ୱର ଜିଲ୍ଲାରେ ଶିବ ମନ୍ଦିରରେ ଆଦିବାସୀଙ୍କୁ ନେଇକି ଜଳାଭିଷେକ କରିଛି। ନୀଳଗିରିର ସବୁ ମନ୍ଦିରରେ, ସଜନାଗଡ଼, କେଶୀପୁରରେ ଯେଉଁଠି ଶିବ ମନ୍ଦିର ନାହିଁ, ଗୋଟେ ଶିବଲିଙ୍ଗ ନାହିଁ, ସେଠି ମୁଁ ପଥର ପୋତିକି ପ୍ରାଣ ପ୍ରତିଷ୍ଠା କରି କରିଛି। ପୁରୁଣା ଗାଁରେ ବ୍ରାହ୍ମଣ ସମାଜର ବିରୋଧ କାରଣରୁ ମୁଁ ଯାଇକି ଶାସ୍ତ୍ରାର୍ଥ କରିକି ସେଠି କରିଛି। ସବୁ ଜାଗାରେ 2 ଦିନ କେଉଁଠି କରିଛି, ଆମ ଗାଁରେ କରିଛି, ନୀଳଗିରିରେ କରିଛି, କାହାଳିଆରେ କରିଛି, ସବୁ ଜାଗାରେ କରିଛି, ବଣ ଜଙ୍ଗଲରେ କରିଛି। ୟା ବାହାରେ ଓଡ଼ିଶାରେ କଳାହାଣ୍ଡି, କୋରାପୁଟ ପର୍ଯ୍ୟନ୍ତ ଯାଇ କରିଛି। ମୁଁ ଆଦିବାସୀ ମାନେ ମୋ ଘରେ ଖୁଆଇବାକୁ ଦିଏ, ତାଙ୍କ ଅଇଁଠା ଆମେ ସଫା କରୁଛୁ। 3000 ଆଦିବାସୀ ପିଲାଙ୍କୁ ନେଇକି ପଢ଼େଇଛି, ଯେଉଁମାନେ ପାଠ ପଢ଼ିକି ମଣିଷ ହେଇକି ଆଜି ସେଥିରୁ 100 ପାଖାପାଖି ଚାକିରି କଲେଣି। ଆଇ ଗୋବିନ୍ଦ ସୋରେନ ଆଜି PhD କରୁଛି, ସେ ଆଦିବାସୀ ପିଲା, ଗରିବ ଆଦିବାସୀ ପିଲା, PhD ସମାପ୍ତ କରିଦେଲା, ସଂସ୍କୃତରେ ଘଣ୍ଟା ଘଣ୍ଟା ଭାଷଣ ଦେଇପାରୁଛି। ମୁଁ ତାଙ୍କୁ କରିଛି, ତାଙ୍କର ଏମ୍ପାୱାରମେଣ୍ଟ ମୁଁ କରିଛି। ମୋତେ 3ST SC କେସ୍ ହେବ, ତାହେଲେ ଏଇଟା କେମିତି ଧର୍ମ ସହିବ? ଏସବୁ ଡାହା ମିଛରେ ଏମାନେ କରିଥିଲେ। ଆଉ ଯେଉଁମାନେ କେସ୍ କରିଥିଲେ ସେମାନେ ଆସିକି ମୋ ପାଖରେ ମାନିଛନ୍ତି, ଯେଉଁମାନେ ସେ ଦଳର ସାକ୍ଷୀ ଥିଲେ, ସେ ଉପେନ୍ଦ୍ର ସିଂ ହଉ କି ବିଶୁ ହଉ, ସେମାନେ ମାନିଛନ୍ତି ଯେ ତାଙ୍କୁ ନୀଳଗିରିର କିଛି ରାଜନେତା ଯେଉଁମାନେ ଆଜି ଅତ୍ୟନ୍ତ ଅସହାୟ ହେଇଯାଇଛନ୍ତି, ମୋ ପାଖକୁ ସାହାଯ୍ୟ ପାଇଁ ଆସୁଛନ୍ତି, ମୁଁ ସେମାନଙ୍କ ନାଁ ନେବାକୁ ଚାହୁଁନି, ସେମାନେ ମୋ ପ୍ରତି ଉସ୍କେଇଥିଲେ ତୁମେ ଏଥିରେ ପଇସା ପାଇବ। ପଇସା ମିଳେ 3ST SC ହେଲେ, ଆମେ ପଇସା ଖର୍ଚ୍ଚ କରୁ, ସେମାନେ ପଇସା ପାଆନ୍ତି। ତେବେ ପଇସା ପାଇବ, କେସ୍ କର, ଶଳାକୁ ଜବତ କରିଦେବା, ଏଠି କହିଛନ୍ତି। କାନ୍ଦିଛନ୍ତି, ଗୋଡ଼ ତଳେ ପଡ଼ିଛନ୍ତି, ତୁମେ ଆମର ଆମେ। ମୁଁ କହିଲି ନା, କେସ୍ କରିଛ, ତା ଲଜିକାଲ କନକ୍ଲୁଜନକୁ ଯିବ। ମୋତେ ହାଣିବାକୁ ଆସିଥିବା ଗୋଟେ ଲୋକ ଏଇଠି ପ୍ରମୋଦ ନନା ମୋତେ କହିଲା, ତା ଝିଅ କାହିଁକି ନେଇ ପଢ଼ୁଛୁ, ସେ ତୋତେ ଆଣିବାକୁ ଆସିଥିଲା, ତାକୁ ପିଟିବାକୁ ଆସିଥିଲା, ଗାଁରେ ଗଣ୍ଡଗୋଳ କରିଥିଲା। ମୁଁ କହିଲି ଦେଖ, ପ୍ରଥମ କଥା ହେଉଛି ତା ବାପ ମରିଗଲା, ଯିଏ ମୋତେ ହାଣିବାକୁ ଆସିଥିଲା ସେ ମରିଗଲା, ତା ଝିଅ ଅସହାୟକ ବୁଲୁଛି। ମୁଁ ଏ ବିଷୟରେ କ'ଣ ତା ଝିଅ ଉପରେ ପ୍ରତିଶୋଧ ନେବି କି? ମୁଁ ସେମିତି ନେଇପାରିବି। ସିଏ ବି ଆସିଲେ ମୁଁ ତାକୁ ସାହାଯ୍ୟ କରିବି, ତେଣୁ ମୁଁ ତାକୁ ନେଇକି ପଢ଼େଇଛି। ମୋର ସେଥିରେ କୌଣସି କୃପଣତା ନାହିଁ, କିନ୍ତୁ ସତ୍ୟର ବିଜୟ ହେଲା, ଏଇଟା ହେଉଛି ବଡ଼ କଥା। ନ୍ୟାୟ ବ୍ୟବସ୍ଥା, ଧର୍ମ ବ୍ୟବସ୍ଥା ଆଜି ଅଛି, ଏଇଟା ପ୍ରମାଣ ହେଲା।